মোদি বাবু আপনার পার্টিকে দিয়ে আগুন লাগাচ্ছেন। মনে রাখবেন, বাংলায় যদি আগুন লাগান, আসামও থেমে থাকবে না, নর্থ ইস্টও থেমে থাকবে না, উত্তরপ্রদেশও থেমে থাকবে না, বিহারও থেমে থাকবে না, ঝাড়খণ্ডও থেমে থাকবে না, উড়িষ্যাও থেমে থাকবে না, আর দিল্লিও থেমে থাকবে না। আপনার চেয়ারটা আমরা টলমলো করে দেবো। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗିବ କି? ରାଜନୀତି ମହଲରେ ଆଜି ଇଏ ଗୋଟିଏ ବଡ଼ ପ୍ରଶ୍ନ। କିଛି ଏମିତି ହେବ ବୋଲି ଅନୁମାନ କରନ୍ତି, କିଛି ଆଶଙ୍କା କରନ୍ତି କି ବୋଧହୁଏ ପଶ୍ଚିମବଙ୍ଗରେ କିଛି ଦିନ ଭିତରେ ରାଷ୍ଟ୍ରପତି ଶାସନ ଲାଗିଯାଇପାରେ। କେତେକ ଦାବି କରନ୍ତି। ରାଜନୈତିକ ଦଳ ହିସାବରେ, ବିରୋଧୀ ଦଳ ହିସାବରେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରୁଥିବା କଥାକୁ ଛାଡ଼ି ଦିଆଯାଉ। ଏମିତିକି ରାଜ୍ୟପାଳ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ମଧ୍ୟ ଛାଡ଼ି ଦିଆଯାଉ। ପଶ୍ଚିମବଙ୍ଗରେ ସାଧାରଣ ଲୋକ ମଧ୍ୟ ଦାବି କରୁଛନ୍ତି କି ରାଜ୍ୟରେ ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରପତି ଶାସନ ଲାଗିବାର ଆବଶ୍ୟକତା ରହିଛି। ଆରଜିକର ମେଡିକାଲ କଲେଜର ଜଣେ ଜୁନିୟର ଡକ୍ଟରଙ୍କର ବଳାତ୍କାର ଏବଂ ହତ୍ୟା ପରବର୍ତ୍ତୀ ଘଟଣାରେ ଯେଉଁ ପରିସ୍ଥିତି ଆଜି ଆସି ତିଆରି ହେଇଛି, ସେଥିରେ ପଶ୍ଚିମବଙ୍ଗ ପ୍ରେସିଡେନ୍ସିଆଲ ରୁଲ ପାଇଁ କ୍ୱାଲିଫାଏଡ କ୍ୟାଣ୍ଡିଡେଟ୍, ମହାମହିମ ରାଷ୍ଟ୍ରପତି ମଧ୍ୟ ପଶ୍ଚିମବଙ୍ଗର ବର୍ତ୍ତମାନ ପରିସ୍ଥିତି ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଭୟଭୀତ ବୋଲି ମଧ୍ୟ କହିଛନ୍ତି। ଯେତେ ଦୂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବା ତାଙ୍କ ସରକାରର କଥା, ନରେନ୍ଦ୍ର ମୋଦି ବା ତାଙ୍କ ସରକାର ରାଷ୍ଟ୍ରପତି ଶାସନ ପାଇଁ ସେତେ ଆଗ୍ରହୀ ନୁହନ୍ତି ବା ତାଙ୍କର ସେତେ ଆଗ୍ରହ ଥିବା ତାଙ୍କର କାର୍ଯ୍ୟକାଳ ଭିତରେ ଦେଖିବାକୁ ମିଳେନି। ଏହା ହିଁ ଗୋଟିଏ କାରଣ ଯାହାକି ମମତା ବାନାର୍ଜୀଙ୍କୁ ମୁକୁଳେଇ ଦେଇପାରେ। ନଚେତ୍ ମମତା ବାନାର୍ଜୀଙ୍କର ରାଜନୈତିକ କ୍ୟାରିୟରରେ ଏହା ସବୁଠାରୁ ସଙ୍କଟମୟ ସମୟ ବୋଲି କୁହାଯାଇପାରେ। ତେବେ ରାଷ୍ଟ୍ରପତି ଶାସନ ପଶ୍ଚିମବଙ୍ଗରେ ଲାଗୁ କିମ୍ବା ନ ଲାଗୁ, ମମତା ବାନାର୍ଜୀଙ୍କ ରାଜନୈତିକ ୱେଟ୍ ଯେ କମିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଯେଉଁ ପ୍ରକାର ସାଧାରଣ ଲୋକ ସଡ଼କକୁ ଆସି ମମତା ବାନାର୍ଜୀଙ୍କ ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି, ତାଙ୍କର କୁଶପୁତ୍ତଳିକା ଦାହ କରୁଛନ୍ତି, ଗତ 10 ବର୍ଷ ଭିତରେ ଏକାଧିପତ୍ୟ ଉପଭୋଗ କରୁଥିବା ମମତା ବାନାର୍ଜୀଙ୍କ ବିରୁଦ୍ଧରେ ଏମିତି କିଛି ହେବା କଳ୍ପନା ମଧ୍ୟ କରାଯାଉନଥିଲା। ତା ଛଡ଼ା ଏଇ 2-4 ଦିନ ଭିତରେ ମମତା ବାନାର୍ଜୀ ଯେଉଁ ପ୍ରକାରର ମନ୍ତବ୍ୟ ଦେଉଛନ୍ତି, ସେଥିରୁ ଜଣାପଡ଼ୁଛି ବୋଧହୁଏ ମମତା ବାନାର୍ଜୀ ଡରି ଯାଇଛନ୍ତି ଏବଂ ତାଙ୍କର ରାଜନୈତିକ ସ୍ଥିତି ଦୋହଲି ଯାଇଛି। ଏମିତି ହେଇଛି କାହିଁକି? କାରଣ ମମତା ବାନାର୍ଜୀ ନିଜର ରାଜନୈତିକ ଖୋଳ ଭିତରୁ ବାହାରି ପାରିଲେ ନାହିଁ। ଆରଜିକର ମେଡିକାଲ କଲେଜ ହସ୍ପିଟାଲର ଘଟଣା ପରେ ପରିସ୍ଥିତିକୁ ଯେମିତି ହ୍ୟାଣ୍ଡେଲ କରିବା କଥା, ତାକୁ ହ୍ୟାଣ୍ଡେଲ କଲାବେଳେ ମମତା ବାନାର୍ଜୀ ନିଜର ରାଜନୈତିକ ଖୋଳ ଭିତରେ ରହିଗଲେ ବା ଘଟଣାକୁ ସେ ରାଜନୈତିକ ପିଚ୍ ଭିତରେ ଆଣି ଖେଳିଲେ, ଯୋଉଥିପାଇଁ କି ଅବସ୍ଥା ତାଙ୍କ ବିପକ୍ଷରେ ଯାଇଛି। ଅବଶ୍ୟ ସେ ଯେଉଁ ପ୍ରକାର ମନ୍ତବ୍ୟ ଦିଅନ୍ତି, ସେ ଯେଉଁ ପ୍ରକାର ମନ୍ତବ୍ୟ ଏଇ ଘଟଣାରେ ଦେଲେ, ସେ ସେମିତି ହିଁ କରନ୍ତି। ଏପରିକି ସେ ସାରା ଭାରତରେ ନିଆଁ ଲାଗିଯିବାର ଧମକ ମଧ୍ୟ ଦେଇଛନ୍ତି। ତାଙ୍କର କହିବା କଥା ହେଲା, ସେ ଯେମିତି କହିଛନ୍ତି, ଯେମିତି ସେ କହିଛନ୍ତି, ତାହା ହେଲା ମୋଦି ସରକାରକୁ, ନରେନ୍ଦ୍ର ମୋଦିଙ୍କୁ ସିଧା ସମ୍ବୋଧନ କରି ସେ କହିଛନ୍ତି, ଯଦି ପଶ୍ଚିମବଙ୍ଗରେ ନିଆଁ ଲାଗେ ତେବେ ଆସାମରେ ନିଆଁ ଲାଗିବ, ମଣିପୁରରେ ନିଆଁ ଲାଗିବ, ନର୍ଥ ଇଷ୍ଟରେ ନିଆଁ ଲାଗିବ, ଓଡ଼ିଶାରେ, ଝାଡ଼ଖଣ୍ଡରେ, ବିହାରରେ ନିଆଁ ଲାଗିବ, ଉତ୍ତରପ୍ରଦେଶରେ ନିଆଁ ଲାଗିବ, ଦିଲ୍ଲୀରେ ନିଆଁ ଲାଗିବ, ମୋଦି ସରକାରଙ୍କର ଆସନ ଟଳମଳ ହେଇଯିବ। ଏହାକୁ ଏକ ପ୍ରକାର ଧମକ ବୋଲି କୁହାଯାଉଛି।
ଯଦିଓ ପରବର୍ତ୍ତୀ ସମୟରେ ମମତା ବାନାର୍ଜୀ ନିଜର ଏ ମନ୍ତବ୍ୟରୁ ଓହରି ଯାଇଛନ୍ତି ଏବଂ କହିଛନ୍ତି କି ତାଙ୍କର କହିଥିବା କଥାକୁ ମିଡିଆ ଭିନ୍ନ ପ୍ରକାର ଉପସ୍ଥାପନ କରିଛି, କିନ୍ତୁ ସେ ଯେଉଁ ପ୍ରକାର କହିଥିଲେ ତାଙ୍କର ଟୋନ୍ ଆଣ୍ଡ ଟେନର ଯାହା ଥିଲା ଏହା ଧମକ ହିଁ କୁହାଯିବ। ତେବେ ମମତା ବାନାର୍ଜୀ ଏମିତି ହିଁ କରନ୍ତି। ମମତା ବାନାର୍ଜୀଙ୍କର ରାଜନୈତିକ ଶୈଳୀ ହିଁ ଏହା। এই ঘটনা পরে পরে আরজি কর মেডিকাল ঘটনা পরে পরে মমতা বানার্জী ঠিক সেମିତି କରିଛନ୍ତି ଯେମିତି ସେ ପୂର୍ବରୁ କରିଥିଲେ ବା ଯେମିତି ସେ ପୂର୍ବରୁ କରନ୍ତି। ଏହା ହିଁ ତାଙ୍କର ରାଜନୈତିକ ଶୈଳୀ, ଏମିତି ସେ ରାଜନୀତି କରନ୍ତି। ପଶ୍ଚିମବଙ୍ଗରେ ନାରୀ ନିର୍ଯାତନା, ବଳାତ୍କାର ପରି ଘଟଣା ଯାହାର କି ଆନ୍ଦୋଳନକୁ ରୂପ ଦେବାର ପୋଟେନ୍ସିଆଲ ଅଛି, ସେମିତି ଘଟଣା ଉପରେ ମମତା ବାନାର୍ଜୀଙ୍କର ଅଶୋଭନୀୟ ମନ୍ତବ୍ୟର କିଛି ଉଦାହରଣ ଅଛି। ତେଣୁ ବଳାତ୍କାର ପୀଡ଼ିତାଙ୍କର ଚରିତ୍ରକୁ ସାକ୍ଷୀ କରିଥିବା ସନ୍ଦେଶକାରୀରେ ମହିଳାମାନେ ବଳାତ୍କାର ଶିକାର ହୋଇଥିବା ମହିଳାମାନଙ୍କୁ ସେ ରାଜନୀତି କରୁଛନ୍ତି ବୋଲି କହିଥିଲେ। ଏମିତି କରି ସେ ନିଜର ଦୃଢ଼ତାକୁ ଶୋ କରୁଥିଲେ ବା ଏହା ତାଙ୍କର ଦୃଢ଼ତା ବୋଲି କୁହାଯାଉଥିଲା। ଏହାଦ୍ୱାରା ସେ ଆନ୍ଦୋଳନ ରୂପ ନେବା ପୂର୍ବରୁ ତାକୁ ସେ ଦବେଇବାର ସମର୍ଥନ ନେଇଛନ୍ତି। ଦେଶର ଗୋଟିଏ ବଡ଼ ବର୍ଗର ସମର୍ଥନ ସେ ପାଇଛନ୍ତି, ଯେଉଁମାନେ କି ଆଜି ମଧ୍ୟ ଆରଜିକର ମେଡିକାଲ କଲେଜ ଘଟଣାରେ ମମତା ବାନାର୍ଜୀଙ୍କୁ ସମର୍ଥନ କରୁଛନ୍ତି। ସେମାନେ ନରେନ୍ଦ୍ର ମୋଦୀଙ୍କର ପରାଜୟ ଦେଖିବା ଲାଳାୟିତ ଏବଂ ତାଙ୍କର ଏ ଲାଳସାକୁ ସନ୍ତୁଷ୍ଟି ମମତା ବାନାର୍ଜୀ ଦେଇପାରିବେ ବୋଲି ତାଙ୍କର ଭରସା ରହିଛି। ତେଣୁ ସେମାନେ ଏହାକୁ ମମତା ବାନାର୍ଜୀଙ୍କର ଏ ବ୍ୟବହାରକୁ ତାଙ୍କର ଦୃଢ଼ତା ବୋଲି ସୂଚାଇଛନ୍ତି ଏବଂ ଯୋଗକୁ ଏହା ବଳରେ ମମତା ବାନାର୍ଜୀ ନିର୍ବାଚନ ମଧ୍ୟ ଜିତିଛନ୍ତି। ପଲିଟିକ୍ସରେ, ପାୱାର ପଲିଟିକ୍ସରେ ନିର୍ବାଚନ ଜିତିବା ପ୍ରାୟ ସବୁ ପ୍ରକାର ଦୋଷକୁ ଘୋଡ଼େଇ ଦିଏ। ସେହି କାରଣରୁ 2021 ନିର୍ବାଚନ ପୂର୍ବବର୍ତ୍ତୀ ନିର୍ବାଚନ ପରବର୍ତ୍ତୀ ହିଂସା ହାଇକୋର୍ଟ ଦ୍ୱାରା ଲାଞ୍ଛିତ ହେବା ପରେ ମଧ୍ୟ ମମତା ବାନାର୍ଜୀଙ୍କର ଦୃଢ଼ତାରେ ବା ମମତା ବାନାର୍ଜୀଙ୍କର ବ୍ୟବହାରରେ କୌଣସି ସୁଧାର ଆସିଥିବା ଦେଖାଯାଇନି ବା ନିଜ ବ୍ୟବହାରକୁ ସେ କୌଣସି ପ୍ରକାର ବଦଳାଇ ନଥିଲେ ଏବଂ ତାକୁ ସେ ଆଜି 2024ରେ ଆରଜି ମେଡିକାଲ କଲେଜ ଘଟଣାରେ ମଧ୍ୟ ଏକ୍ସରସାଇଜ କରିଛନ୍ତି। ତେବେ ଏଥର ତାଙ୍କର ଲକ୍ଷ୍ୟ ଭୁଲ ହେଇଛି। ସାଧାରଣ ଲୋକଙ୍କୁ ସେ ଲକ୍ଷ୍ୟ କରିଛନ୍ତି। ତାଙ୍କର ଟାର୍ଗେଟ ସାଧାରଣ ଲୋକ ହେଇଛନ୍ତି, ଯାହାର ପରିଣାମ ସ୍ୱରୂପ ଅବସ୍ଥାକୁ ସମ୍ଭାଳିବା ତାଙ୍କ ଆୟତ୍ତ ବାହାରକୁ ଯାଇଛି। ସମୟ କହିବ ଏହି ଘଟଣା ମମତା ବାନାର୍ଜୀ ରାଜନୀତିକୁ କେଉଁ ପର୍ଯ୍ୟନ୍ତ ନେଇଯାଉଛି। ତେବେ ଯେଉଁମାନେ ସମୀକ୍ଷକ ସେମାନଙ୍କର କହିବା କଥା ହେଲା ମମତା ବାନାର୍ଜୀ ତାଙ୍କର କଠିନତମ ରାଜନୈତିକ ସମୟକାଳ ମଧ୍ୟ ଦେଇ ଗତି କରୁଛନ୍ତି। ମୁକୁଳି ପାରିବେ କି ନାହିଁ ସମୟ କହିବ। ଧନ୍ୟବାଦ।